କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଭାରତର ଭବିଷ୍ୟତ ଗଠନରେ ଯୁବପିଢ଼ିଙ୍କ ଭୂମିକା ବିଷୟରେ ଆଜିର ଭିଡ଼ିଓରେ ଆମେ କଥା ହେବା। ଯୁବପିଢ଼ି ପ୍ରତ୍ୟେକ ଦେଶର ମେରୁଦଣ୍ଡ। ଭାରତରେ ଜନସଂଖ୍ୟାର ଅଧାରୁ ଅଧିକ 35 ବର୍ଷ ବୟସରୁ କମ୍, ଯାହା ଯୁବପିଢ଼ିଙ୍କୁ ଦେଶର ଭବିଷ୍ୟତ ଗଠନରେ ଏକ ଶକ୍ତିଶାଳୀ ଶକ୍ତି କରିଥାଏ। ସେମାନଙ୍କ ଶକ୍ତି, ସୃଜନଶୀଳତା ଏବଂ ଦୃଢ଼ ସଂକଳ୍ପ ଭାରତକୁ ଏକ ଶକ୍ତିଶାଳୀ, ପ୍ରଗତିଶୀଳ ବିକଶିତ ରାଷ୍ଟ୍ରରେ ପରିଣତ କରିପାରିବ। ଯୁବପିଢ଼ି ନୂତନ ଚିନ୍ତାଧାରା ଏବଂ ନବସୃଜନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଶିକ୍ଷା ଏବଂ ପ୍ରଯୁକ୍ତି ବିଦ୍ୟା ସେମାନଙ୍କ ହାତ ପାଖରେ ଥିବାରୁ ସେମାନେ ବିଜ୍ଞାନ, ବ୍ୟବସାୟ, କୃଷି ଏବଂ ଡିଜିଟାଲ ଅଭିବୃଦ୍ଧିରେ ଯୋଗଦାନ କରିପାରିବେ। ଅନେକ ଯୁବ ଉଦ୍ୟୋଗୀ, ବୈଜ୍ଞାନିକ ଏବଂ ନେତା ବିଶ୍ୱ ସ୍ତରରେ ଭାରତକୁ ଗର୍ବିତ କରୁଛନ୍ତି। ଯଦି ସଠିକ ଭାବରେ ମାର୍ଗଦର୍ଶନ କରାଯାଏ, ତେବେ ଯୁବପିଢ଼ି ଦାରିଦ୍ର୍ୟ, ବେକାରୀ, ଜଳବାୟୁ ପରିବର୍ତ୍ତନ ଏବଂ ଅସମାନତା ଭଳି ଚ୍ୟାଲେଞ୍ଜର ସମାଧାନ ସୃଷ୍ଟି କରିପାରିବେ। ରାଜନୀତି ଏବଂ ସମାଜ ସେବାରେ ଯୁବପିଢ଼ିଙ୍କ ଅଂଶଗ୍ରହଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସକ୍ରିୟ ନାଗରିକ ହୋଇ ସେମାନେ ଦୁର୍ନୀତି ବିରୁଦ୍ଧରେ ଲଢ଼ିପାରିବେ, ନ୍ୟାୟକୁ ପ୍ରୋତ୍ସାହିତ କରିପାରିବେ ଏବଂ ଗଣତନ୍ତ୍ରକୁ ସୁଦୃଢ଼ ରଖିପାରିବେ। ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଭଗତ ସିଂ ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଭଳି ଯୁବ ନେତାମାନେ ଦେଖାଇଥିଲେ ଯେ ଜାତିର ଭାଗ୍ୟ ପରିବର୍ତ୍ତନ କରିବାରେ ଯୁବପିଢ଼ି କେତେ ଶକ୍ତିଶାଳୀ ହୋଇପାରନ୍ତି। ଆଜି ଏକ ଅନ୍ତର୍ଭୁକ୍ତ, ଆଧୁନିକ ଏବଂ ସ୍ଥାୟୀ ଭାରତ ନିର୍ମାଣ ପାଇଁ ସମାନ ଆତ୍ମାର ଆବଶ୍ୟକତା ରହିଛି। ଏହା ବ୍ୟତୀତ ଯୁବପିଢ଼ିଙ୍କ ଶିକ୍ଷା, ଦକ୍ଷତା ବିକାଶ ଏବଂ ନୈତିକ ମୂଲ୍ୟବୋଧ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଶୃଙ୍ଖଳା, କଠିନ ପରିଶ୍ରମ ଏବଂ ଦେଶପ୍ରେମ ସେମାନଙ୍କୁ ଭାରତକୁ ପ୍ରଗତି ଆଡ଼କୁ ନେଇଯିବାରେ ସାହାଯ୍ୟ କରିବ। ସେମାନଙ୍କ ଦାୟିତ୍ୱପୂର୍ଣ୍ଣ ଭାବରେ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରିବାକୁ ପଡ଼ିବ ଏବଂ ଲିଙ୍ଗଗତ ସମାନତା, ପରିବେଶ ସୁରକ୍ଷା ଏବଂ ସାମାଜିକ ସଦ୍ଭାବ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ବିଷୟରେ ସଚେତନତାର ପ୍ରସାର ଆବଶ୍ୟକ। ଭାରତର ଭବିଷ୍ୟତ ଏହାର ଯୁବପିଢ଼ିଙ୍କ ଉପରେ ନିର୍ଭର କରେ। ଯଦି ସେମାନେ ସେମାନଙ୍କ ଶକ୍ତିକୁ ସଠିକ ଦିଗରେ ବିନିଯୋଗ କରନ୍ତି, ତେବେ ଭାରତ ସଫଳତାର ଉଚ୍ଚତା ହାସଲ କରିପାରିବ। ଆସନ୍ତାକାଲିକୁ ଗଠନ କରିବାର ଦାୟିତ୍ୱ ଆଜିର ଯୁବପିଢ଼ିଙ୍କ ହାତରେ ଏବଂ ଏକତା ଏବଂ ଦୃଢ଼ ସଂକଳ୍ପ ସହିତ ସେମାନେ ଏକ ଉଜ୍ଜ୍ୱଳ, ସଶକ୍ତ ଏବଂ ଅଧିକ ସମୃଦ୍ଧ ଭାରତ ନିର୍ମାଣ କରିପାରିବେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି କମେଣ୍ଟରେ ଲେଖିଦେବ, ତ ଆନ୍ସର କରିବା। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।